ଏକ ଗାଁରେ ଏକ ବଟବୃକ୍ଷ ଥିଲା। ସେଠାରେ ଗୋଟିଏ ବୁଦ୍ଧିଆ ପେଚା ରହୁଥିଲା। ଦିନେ ଗାଁର ଛୋଟ ଛୋଟ ପିଲାମାନେ ଆସି ପେଚାକୁ ଅନେକ ପଥର ମାରିଲେ ଏବଂ ପେଚାଟି କିଛି ନ କହି ଶାନ୍ତ ହୋଇ ଦେଖୁଥିଲା। ପରେ ଗାଁରେ ଏକ ଶିଆଳ ଆସି ପହଞ୍ଚିଲା। ସେ ମୁର୍ଗୀ ଚୋରି କରିବାକୁ ଲାଗିଲା। ଲୋକମାନେ ଜାଣିପାରିଲେ ନାହିଁ, ତାକୁ ଧରିପାରୁ ନଥାନ୍ତି। ତେବେ ପେଚା ରାତିରେ ସବୁ ଦେଖୁଥିଲା। ସକାଳେ ଗ୍ରାମବାସୀଙ୍କୁ କହିଲା, ଶିଆଳ ତମମାନଙ୍କର ମୁର୍ଗୀ ଚୋରି କରୁଛି। ଲୋକ ଶିଆଳକୁ ଧରିଲେ ଏବଂ ପେଚାକୁ ଧନ୍ୟବାଦ ଦେଲେ। ତାପରେ ସେମାନେ ବୁଝିଲେ ଯେ ଶାନ୍ତ ରହେ ସେ ବୁଦ୍ଧିରେ ଜିତେ। ନମସ୍କାର ସାଙ୍ଗମାନେ, ଏ ଚ୍ୟାନେଲ ଭଲ ଲାଗିଥିଲେ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ ସହିତ ଲାଇକ୍ କରିବେ। ଜୟ ଜଗନ୍ନାଥ।